ଆଜି ସ୍ୱାମୀ ପଚାରିଲେ ଡିନରରେ ରୁଟି ସହିତ କ'ଣ ଖାଇବ? ମୋତେ କହିଲେ ଅଣ୍ଡା ଦେଇକି ଡାଲ ବନା। ମୁଁ କହିଲି ହଉ ଠିକ୍ ଅଛି। ତା ପାଇଁ ମସୁର ଡାଲି, ହରଡ଼ ଡାଲି ଆଉ ମୁଗ ଡାଲି ଭଲ ଭାବରେ ଧୋଇ ନେଇଗଲି। ଏବେ ଡାଲି ସବୁ ପ୍ରେସର କୁକର୍ ଦେଇଦେଲେ। ସେଥିରେ ଲୁଣ ହଳଦୀ ଦେଇକି 2ଟା ସିଟି ଦେଇଦେଲେ। ଏବେ ଗୋଟେ ପ୍ୟାନ୍ରେ ନେଲେ ସୋରିଷ ତେଲ। ତେଲ ଗରମ ହେଲା ପରେ ଦେଲେ ଶୁଖିଲା ଲଙ୍କା ଆଉ ଜିରା ଦେଇଦେଲେ। ଜିରା ଫୁଟିଗଲା ପରେ କିଛି କଟା ରସୁଣ ଆଉ କିଛି କଟା ପିଆଜ ଦେଇଦେଲେ। ଏବେ ତାକୁ ଟିକେ ଭାଜି ଦେଲା ପରେ କଟା କଞ୍ଚା ଲଙ୍କା, ଧନିଆ ପାଉଡ଼ର, ଲଙ୍କା ପାଉଡ଼ର, ହଳଦୀ ପାଉଡ଼ର, କିଛି କସୁରୀ ମେଥି ଦେଇକି ତାକୁ ଟିକେ ଏଠି ଭାଜି ନେଇଯିବା। ଭାଜି ହେଲା ପରେ ଏଠି 2ଟା ଅଣ୍ଡା ଭାଙ୍ଗିଦେଲେ। ଅଣ୍ଡାକୁ ଏଠି ମସଲାରେ ଭଲ ଭାବରେ ଗୋଳେଇ ଦେଲା ପରେ ଏଠି ଅଣ୍ଡାକୁ ଦେଖିକି ଟିକେ ସ୍ୱାଦ ଅନୁସାରେ ଲୁଣ ଦେଇଦେଲେ। ଆଉ ଭଲ ଭାବରେ ମିକ୍ସ କଲା ପରେ ସିଝା ଡାଲିକି ଦେଇଦେଲେ। ଏବେ ଅଣ୍ଡାକୁ ଡାଲି ସହିତ ଭଲ ଭାବରେ ମିକ୍ସ କଲା ପରେ ଏଥିରେ ଦେଲେ ଟିକେ ଚାଟ୍ ମସଲା ଆଉ ଦେଶୀ ଘିଅ ଦେଇଦେଲେ। ଏବେ ଆମର ଅଣ୍ଡା ଡାଲି ବନିକି ତୟାର ହେଇଗଲା। ଏବେ ପ୍ଲେଟ୍ରେ ରୁଟି ସହିତ ଅଣ୍ଡା ଡାଲକୁ ଦେଇକି ସ୍ୱାମୀକୁ ଦେଲି। ତା ଦେହରେ ଟିକେ ପିଆଜ ପକାଇଦେଲେ ଆଉ ଗୋଟେ କଞ୍ଚା ଲଙ୍କା ରଖିଦେଲେ। ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା ମୋତେ କହିବେ। ଆଉ ତା ସହିତ ଟିକେ ଲେମ୍ବୁ ରସ ଦେଇକି ଆପଣମାନେ ଚାହିଁଲେ ଖାଇପାରିବେ। ଭଲ ଲାଗିଥିଲେ ଭିଡ଼ିଓଟା ଲାଇକ୍ କମେଣ୍ଟ ଜରୁର କରିବେ।